ପିଲାମାନେ ଆମ ବିଦ୍ୟାଳୟରେ ପ୍ରସ୍ତୁତ କରାଯାଇଥିବା ସ୍କୁଲ କ୍ୟାବିନେଟ୍ର ଆଜି ହେଉଛି ଗୋଟେ ସ୍ୱତନ୍ତ୍ର ବୈଠକ। ଏ ବୈଠକକୁ ତୁମ ସମସ୍ତଙ୍କୁ ସ୍ୱାଗତ କରାଯାଉଛି। ଏ ବୈଠକ ଆଜି ଡାକିବାର ମୂଳ ଉଦ୍ଦେଶ୍ୟ ରହିଲା ତୁମମାନଙ୍କୁ ଯେଉଁ ଯେଉଁ କାର୍ଯ୍ୟ ସବୁ ଦିଆଯାଇଥିଲା, ଭିନ୍ନ ଭିନ୍ନ ବିଭାଗରେ ଭିନ୍ନ ଭିନ୍ନ କାର୍ଯ୍ୟ ତୁଲାଇବା ପାଇଁ ତୁମମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା, ସେ ସମସ୍ତ ଦାୟିତ୍ୱ ତୁମେ ସମସ୍ତେ ଠିକ୍ ରୂପେ ସମ୍ପାଦନ କରୁଥିବ ବୋଲି ମୋର ଆଶା ବିଶ୍ୱାସ। ଏବଂ ମୁଁ ନିଜେ ମଧ୍ୟ ତୁମମାନଙ୍କୁ ଦେଖି ଯେତିକି ଜାଣିଛି ତୁମେ ସମସ୍ତେ ତୁମ କାର୍ଯ୍ୟଗୁଡ଼ିକ ଠିକ୍ ରୂପେ ସୁଚାରୁ ରୂପେ ସମ୍ପାଦନ କରୁଛ। ତଥାପି ଆମେ ଏହି ବୈଠକ ମାଧ୍ୟମରେ ଆଜି ସେହି କାର୍ଯ୍ୟଗୁଡ଼ିକ ବିଷୟରେ ଟିକେ ଆଲୋଚନା କରିବା ଏବଂ ସେଥିରେ ଯଦି କିଛି ଅସୁବିଧା ରହୁଛି ସେଗୁଡ଼ିକର ସମାଧାନ କରିବା ଏବଂ ଆମେ କ'ଣ କଲେ ସେ କାର୍ଯ୍ୟଗୁଡ଼ିକ ଆଗାମୀ ଦିନରେ ଠିକ୍ ଭାବେ କାର୍ଯ୍ୟ କରିପାରିବା ସେ ବିଷୟରେ ଆଜି ଟିକେ ଆଲୋଚନା କରିବା। ତ ମୋତେ ପ୍ରଥମେ ସମସ୍ତେ କୁହ ଯେ ଆମ ବିଦ୍ୟାଳୟରେ ଯେହେତୁ ମଧ୍ୟାହ୍ନ ଭୋଜନ ହେଉଛି ସବୁଠାରୁ ବଡ଼ କାର୍ଯ୍ୟ, ତେଣୁ ତୁମମାନଙ୍କ ଭିତରେ ଖାଦ୍ୟ ମନ୍ତ୍ରୀ କିଏ? ହଁ, ତ ତୁମ ବିଭାଗରେ ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବରେ ଚାଲିଛି ନା କିଛି ଅସୁବିଧା ରହୁଛି ତୁମେ କୁହ? ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବରେ ଚାଲିଛି, ଆଗକୁ ମଧ୍ୟ ଏ କାର୍ଯ୍ୟଗୁଡ଼ିକ ଠିକ୍ ଭାବରେ ସମ୍ପାଦନ କରିବ। ଠିକ୍ ଅଛି, ବସ ସମସ୍ତେ କରତାଳି ଦେବା। ବର୍ତ୍ତମାନ ଆମର ଦ୍ୱିତୀୟ ମୁଖ୍ୟ କାର୍ଯ୍ୟ ରହୁଛି ପରିବେଶ। ବିଦ୍ୟାଳୟର ପରିବେଶ ଉପରେ ନିହାତି ଭାବରେ ଆମେ ଦୃଷ୍ଟି ଦେବା। ପରିବେଶ ମନ୍ତ୍ରୀ କି? ହଁ, ତ ତୁମର ପରିବେଶ ବିଭାଗ ଉପରେ କ'ଣ ମନ୍ତବ୍ୟ ରହିଛି କୁହ? ଠିକ୍ ଭାବରେ କାମ ହେଉଛି ନା? ସ୍କୁଲକୁ ସଫା ସୁତରା କରିବା ମୋ ଦାୟିତ୍ୱ। ପିଲାମାନଙ୍କ ସାହାଯ୍ୟରେ ମୁଁ ସାହାଯ୍ୟରେ ସଫା ରଖିବି, ଆଗାମୀ ଦିନକୁ ସଫା ରହିବି। ଠିକ୍ ଅଛି, ବହୁତ ସୁନ୍ଦର। ସମସ୍ତେ ତାଙ୍କ ବିଦ୍ୟାଳୟ ସ୍ତରରେ ସମସ୍ତ କାର୍ଯ୍ୟ ଠିକ୍ ଭାବରେ ତୁଲେଇବା ପାଇଁ ଜଣକୁ ମୁଖ୍ୟ ଭାବରେ ଆମେ ବାଛିଥାଉ। ତାଙ୍କୁ ଆମେ କ'ଣ କହୁଛେ? କ୍ୟାବିନେଟ୍ର ସେ କିଏ? ମୁଖ୍ୟମନ୍ତ୍ରୀ। ତ ସେ ସ୍କୁଲ କ୍ୟାବିନେଟ୍ର ମୁଖ୍ୟମନ୍ତ୍ରୀ କିଏ ଠିଆ ହୁଅନ୍ତୁ? ହଁ, ତ ତୁମେ ବର୍ତ୍ତମାନ ମୋତେ କୁହ ଯେ ବିଦ୍ୟାଳୟରେ ଯେଉଁ ଯେଉଁ ବିଭାଗକୁ ଯେଉଁ ଯେଉଁ କାର୍ଯ୍ୟ ସବୁ ଦିଆଯାଇଛି ସେଗୁଡ଼ିକ ଠିକ୍ ଭାବେ ସମ୍ପାଦନ କରାଯାଉଛି କି ନାହିଁ? ଠିକ୍ ଭାବରେ ସମସ୍ତେ ସମସ୍ତ ବିଭାଗକୁ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ମୁଁ ନିଜେ ତଦାରଖ କରୁଛି ଓ ଆଗକୁ ଠିକ୍ ଅଛି, ସମସ୍ତେ କରତାଳି ଦେବା। ଆଜିର ବୈଠକ ଭିତରେ ଆମେ ଅନେକ ଜିନିଷ ଜାଣୁଛେ ଯେ ଆମର ବିଦ୍ୟାଳୟରେ ପ୍ରତ୍ୟେକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଆମକୁ ଭିନ୍ନ ଭିନ୍ନ ବିଭାଗରେ ବାଟି ଦିଆଯାଇଛି। ସେହି କାର୍ଯ୍ୟଗୁଡ଼ିକ ଯେମିତି ଠିକ୍ ଭାବରେ କରାଯିବ ଆମେ ସମସ୍ତେ ଦାୟିତ୍ୱ ନେବା ଏବଂ ତାକୁ ଠିକ୍ ଭାବରେ ତୁଲେଇବା ଏବଂ ଯାହା ବି ଅସୁବିଧା ଆସୁଛି ତାର ଯେମିତି ଠିକ୍ ଭାବରେ ସମାଧାନ କରିହେବ ଆମେ ସମସ୍ତେ ପରସ୍ପରକୁ ସହଯୋଗ କରି ସେ କାର୍ଯ୍ୟକୁ ଠିକ୍ ଭାବରେ ତୁଲେଇବା। ଜାଣି ହେଲା ନା? ଜାଣି ହେଲା?